ବର୍ତ୍ତମାନର ଏକ ବଡ଼ ଖବର। ବେଲପଡ଼ା ଥାନା ନୁଲହାଡ଼ ଗ୍ରାମରେ କାର ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ନୁଲହାଡ଼ ଗ୍ରାମରେ ଗୋଟିଏ ପରିବାର ତିନି ଭଉଣୀ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ଗୋଟିଏ କାର ଧକ୍କା ଦେବା ଫଳରେ 3 ଜଣ ଗୁରୁତର ହୋଇଥିଲେ। ଗୁରୁତର 3 ଜଣଙ୍କୁ ପ୍ରଥମେ ବେଲପଡ଼ା ଡାକ୍ତରଖାନା ଓ ପରେ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଅଧିକ ଗୁରୁତର ଥିବା ଭାଲେଶ୍ୱରୀ ମାଝୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର 2 ଜଣଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଘଟାଇଥିବା କାରଟି ବେଲପଡ଼ା ସନସାଇନ୍ ହୋଟେଲ ମାଲିକଙ୍କର ହୋଇଥିବା ବେଳେ ସନସାଇନ୍ ମାଲିକ ଗାଡ଼ିଟି ନିଜେ ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ବେଲପଡ଼ା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ବ୍ୟୁରୋ ରିପୋର୍ଟ, ମୋବାଇଲ ନ୍ୟୁଜ୍। घटना बेले आर्टिका गाड़ी आसिकिना मोर भौणी 3टाके पिटी देछे आउ से माने बहुत सांघातिक अवस्था रे अछन आ गुटे डेथ भी गलान। भौणी माने हमर घरे ही एका थिले, घरु माने जस्ट बाहर जेंटा थिसन हमर घर बाहरे सेन एका थिले। बाहर के लाइकिना रास्ता अच्छे तो से रास्ता रु डेगी किना हमर घर के जाइकिना से पिटी देछे। गाड़ी से सनसाइन जेन माने होटल हमर अच्छे से तार मालिक रोटा गाड़ी आउ से पिटी छन। आउ मुई तो ड्राइवर विषय नहीं जानी केन चलुथिला। डिमांडटा तो आमर बहुत अच्छे, आम ननी तो आम पेनी पारुन जे ननी गला, किंतु जहाँ भी जेते भरपाई हेबा से माने देबे सेटा आमर डिमांड अच्छे।